ବୁଝିପାରିଲ। ତେଣୁ ଆଜ୍ଞା ବାଘର ସେ ଜ୍ଞାନ ଆସୁନା କି ଛେଳିର ସେ ମିଥ୍ୟା ଜ୍ଞାନ କାହାକୁ ନେଇକି ହେଲା? ଏଇ ଯୋଉ ଭାବନା, ଯୋଉ ମୁଁ ବାଘ, ଏଇଟା ଗୋଟେ ମିଛ ଭାବନା। ଏଇ ଭାବନାଟା ଆସିଲା କୋଉଠୁ? କିଏ କଲା? ଏଇ ଭାବନାଟା ହଉଛି ତା ଶରୀର କଲା। ତା ଶରୀରରୁ ଗୋଟେ ମିଥ୍ୟା ଭାବନା, ଗୋଟେ ଅଲଗା ସୃଷ୍ଟି। କିଏ ସୃଷ୍ଟି କଲା ତାକୁ? କେହି ସୃଷ୍ଟି କରିନାହାନ୍ତି, ଅଟୋମେଟିକ ସୃଷ୍ଟି ହେଲା। ଯେତେବେଳେ ବାଘର ଶରୀର ପୂର୍ଣ୍ଣାଙ୍ଗ ହେଲା, ଅଟୋମେଟିକ ବାଘର ପ୍ରକୃତି ତାଠୁ ଜାଗ୍ରତ ହେଲା। ଛେଳିର ଶରୀର ଯେତେବେଳେ ପୂର୍ଣ୍ଣାଙ୍ଗ ହେଲା, ତାଠୁ ଛେଳିର ପ୍ରକୃତି ସୃଷ୍ଟି ହେଲା। ମୁଁ ଗୋଟେ ଗାଡି ତିଆରି କରିଦେବି, ଗାଡିଟିକି ଯେତେବେଳେ ପୂର୍ଣ୍ଣାଙ୍ଗ କରିଦେଲି, ଗାଡିର ପ୍ରକୃତି ତାଠୁ ସୃଷ୍ଟି ହେଇଯିବ ଅଟୋମେଟିକ। ସେ ଚାଲିବ, ଆଲୋକ ଦବ, ତମକୁ ସାହାଯ୍ୟ କରିବ, ଇତ୍ୟାଦି ନାନାଦି କଥା। ତେଣୁ ଏଇ ଯୋଉ ଜିନିଷ ଗୁଡିକ କେହି କରନ୍ତି ନାହିଁ, ପୂର୍ଣ୍ଣାଙ୍ଗ ଆମେ କରନ୍ତି ବୋଲିକି ଆମେ କର୍ତ୍ତା। କିନ୍ତୁ ସେଇଭଳି ବିଶ୍ୱ ନେତା ପରମ ବ୍ରହ୍ମ, ସିଏ ସବୁ ପୂର୍ଣ୍ଣାଙ୍ଗ କରନ୍ତି ପ୍ରକୃତି ଦ୍ଵାରା ଅଟୋମେଟିକ। ଯେତେବେଳେ ପୂର୍ଣ୍ଣାଙ୍ଗ ହେଇଯାଏ, ସେ ଆଉ ଗୋଟେ ଅଲଗା ମିଥ୍ୟା ଜ୍ଞାନ ଆଉ ଗୋଟେ ବାହାରି ପଡେ, ତାଠାରୁ ଅଟୋମେଟିକ ବାହାରେ। ତାକୁ କୁହନ୍ତି ମିଥ୍ୟା ଜ୍ଞାନ, ମିଥ୍ୟା ପ୍ରକୃତି ବା ଜଡ ପ୍ରକୃତି। ବୁଝିପାରିଲେ ନା? ଆଜ୍ଞା ଏଇଟା ସିଏ ପ୍ରକୃତରେ ସିଏ ଆତ୍ମା, କିନ୍ତୁ ସେ ବୁଝିପାରି ନ ପାରି ସେ କହୁଛି ନା ନା ମୁଁ ଆତ୍ମା ନୁହେଁ, ମୁଁ ଗୋଟେ ବାଘ। ଆଜ୍ଞା। ଏଇଟା ହଉଛି ମିଥ୍ୟା। ସେଇ ଯୋଗୁ ସେ ବାଘ ଭଳି ବିହେଭ କରୁଛି, ବାଘ ଖାଉଛି, ଛେଳି ଖାଉଛି ବା ରାପୁଡୁଛି ବା ଯାହା ବି କରୁଛି, ସେ ଯେହେତୁ ନିଜକୁ ଭାବି ପାରୁନି ବା ମୁଁ ନିଜେ ମଣିଷ, ମୁଁ ନିଜକୁ ଆତ୍ମା ନ ଭାବି ମୁଁ ନିଜକୁ ଶରୀର ଜ୍ଞାନ କରୁଥିବା ହେତୁ ମୁଁ ମୋ ପ୍ରକୃତି ଶରୀରର ପ୍ରକୃତିକୁ ଧାରଣ କରୁଛି। କରୁଛି। ୟାର ପ୍ରମାଣ ଭାଗବତ ଗୀତା ଚାରିଆଡେ ଗୋଟେ ଗୋଟେ ପୁରା ରହିଛି। ଚନ୍ଦ୍ରକଳା ଭାଗବତରେ ଅଛି। ଚନ୍ଦ୍ରକଳା କଣ? ଯେ ଚନ୍ଦ୍ର ପୂର୍ଣ୍ଣମୀ ରାତିରେ ତମକୁ ଗୋଲ ଦେଖାଉଛି। ଆଚ୍ଛା, ଦ୍ୱିତୀୟ ଚାନ୍ଦ ହଉଛି ଅଧା ଦେଖାଉଛି ଟିକେ, ତୃତୀୟ ଚାନ୍ଦ ଆଉ ଟିକେ ବଡ, ଚତୁର୍ଥ ଚାନ୍ଦ ଆଉ ଟିକେ ବଡ। ଏଇ ଯୋଉ କଳା ଗୁଡିକ ବୃଦ୍ଧି ହେଇ ପୂର୍ଣ୍ଣମୀରେ ଫୁଲ, ପୂର୍ଣ୍ଣମୀରେ ହଉଛି କଣ, ଧୀରେ ଧୀରେ ହ୍ରାସ ହେଇକି ଅମାବାସ୍ୟାରେ ଟୋଟାଲ ନା। ଏଇ ଯୋଉ କଳା ଗୁଡିକ ଦେଖାଉଛି, ଆମେ କହିପାରିବା କି ଚନ୍ଦ୍ର ହଉଛି ଗୋଲ ନା ଅର୍ଦ୍ଧଚନ୍ଦ୍ର ନା ଦ୍ୱିତୀୟ ଚାନ୍ଦ, ନା କୋଉ ଚନ୍ଦ୍ରର ପ୍ରକୃତ ସ୍ୱରୂପଟା କଣ? ସେଥିରୁ ଆମେ ଜାଣିପାରିବା? ଆଜ୍ଞା ଆଜ୍ଞା। ଚନ୍ଦ୍ର କଳାରୁ ଚନ୍ଦ୍ରର ସ୍ୱରୂପ ପଶ୍ଚିମ କଳା ଆମେ ଜାଣିପାରିବା ନାହିଁ। କିନ୍ତୁ ପ୍ରକୃତ ଚନ୍ଦ୍ର ପେଣ୍ଡୁ ଭଳିଆ, କିନ୍ତୁ ସେଇଟା ଆମକୁ ଦେଖାଯାଉନି। ତେଣୁ ସେଇ ପ୍ରକୃତ ରୂପଟା ଲୁଚି ଯାଇଛି ଆକାଶରେ। ଆମକୁ ଖାଲି ତାର କଳାଟା ଦେଖାଯାଉଛି, କଳାର ହ୍ରାସ ବୃଦ୍ଧି ଦେଖାଯାଉଛି। ଇଏ ଯାହା ଠିକ ସେଇଭଳି ଆମ ଦେହରେ ଯୋଉ ବାଲ୍ୟ ପୌଗଣ୍ଡ ଯୌବନ ଜରା, ଏଇ ଚାରିଟା ଅବସ୍ଥା ମଧ୍ୟ ଚନ୍ଦ୍ରକଳା ସଦୃଶ। ସେ ଯୋଉ ବାଲ୍ୟ ପୌଗଣ୍ଡ ଯୌବନ, ମୁଁ କେବେ ହେଲେ ବାଲ୍ୟ ନୁହେଁ, ମୁଁ କେବେ ପୌଗଣ୍ଡକୁ ନୁହେଁ, ମୁଁ କେବେ ବୃଦ୍ଧ ନୁହେଁ, ମୁଁ କେବେ ହେଲେ ଯୁବକ ନୁହେଁ। କିନ୍ତୁ ମୋ ଶରୀର ହଉଛି ବାଲ୍ୟ, ମୋ ଶରୀର ପୌଗଣ୍ଡ, ମୋ ଶରୀର ଯୌବନ, ମୋ ଶରୀର ଜରା। ଏଇ ଯୋଉ ବାଲ୍ୟ ପୌଗଣ୍ଡ ଯୌବନ ଜରା, ମୋ ଶରୀରକୁ ନେଇକିରି ଚାରିଟା ଅବସ୍ଥା, କିନ୍ତୁ ଆତ୍ମାକୁ ନେଇକି ନୁହେଁ। କିନ୍ତୁ ତା ଭିତରେ ଯୋଉ ଆତ୍ମା ରହିଛନ୍ତି, ସେ ପୂର୍ଣ୍ଣ ସନାତନ ଚିଦାନନ୍ଦ। ତାଙ୍କର ଠିକ କଥା, ଏକବାର ମାନେ ବହୁତ ବଢିଆ ସୁନ୍ଦର। ଚନ୍ଦ୍ରଙ୍କର ନା ଆତ୍ମାର କେବେ କ୍ଷୟ ବୃଦ୍ଧି ନାହିଁ, ହ୍ରାସ ବୃଦ୍ଧି ନାହିଁ। ମୁଁ ଗୋଟେ ଛୋଟିଆ ଭଜନଟେ ମଧ୍ୟ ବହୁତ ଦିନ ତଳେ ମୁଁ ଲେଖିଥିଲି, ବୁଝିପାରିଲେ ନା? ଧରଣୀରେ ପଡି କୁଆଁରା ବେଲୁ, ଧୀରେ ଧୀରେ ମାୟା ଖେଳ ଗରର ଚେଲୁ, ସାଗର ମଧ୍ୟକୁ ଠେଲି ଦେଲୁ ନାବ, ସାଗର ମଧ୍ୟକୁ ଠେଲି ଦେଲୁ ନାବ, ଛାଡି ଗଲୁ ତାର କୂଳରେ, କୁମ୍ଭୀରକୁ କଲୁ କୋଳରେ, ଏ ତ ପରମର ଫଳରେ। କଣ ବୁଝିଲା? ବାଲ୍ୟ ଯୌବନ ଜରାଟି ସୁମନ, ବାଲ୍ୟ ଯୌବନ ଜରାଟି ସୁମନ, ଚନ୍ଦ୍ରକଳା ପ୍ରାୟ ଜାଣ ରେ, ଅକ୍ଷୟ ତୁ ଆତ୍ମ ଜ୍ଞାନ ରେ, ଅକ୍ଷୟ ତୁ ଆତ୍ମ ଜ୍ଞାନ। ଆତ୍ମଜ୍ଞାନଟା ଅକ୍ଷୟ, ଜ୍ଞାନ ଜ୍ୟୋତିଟା ଅକ୍ଷୟ। ଜ୍ଞାନ ଜ୍ୟୋତିର ହ୍ରାସ ବୃଦ୍ଧି କିଛି ନାହିଁ, ସିଏ ସ୍ୱୟଂ ପ୍ରକାଶ ହେଇଛନ୍ତି ଆମ ଶରୀର ଭିତରେ। କିନ୍ତୁ ଆମ ଶରୀରଟି ବାଲ୍ୟ ପୌଗଣ୍ଡ ଯୌବନ ଜରା, ଏଇ ଅବସ୍ଥା ଗୁଡିକ ଶରୀର ଭୋଗ କରେ, ଆତ୍ମା କେବେ ଭୋଗ କରେ। ଆଜ୍ଞା, ଅତି ସୁନ୍ଦର ବାବା। ସେ ତ ମୁଁ ନିଶ୍ଚିତ ଜାଣିଛି, ଆପଣ ଆଉ ଥରେ ତାକୁ ମାନେ ଇଏ କରିଦେଲେ ବହୁତ ସୁନ୍ଦର। କିନ୍ତୁ ଏଇ ଆତ୍ମା ଶରୀର କାହିଁ ଧରିଲା ବାବା? କ୍ରିଏସନ କାହିଁକି ହେଲା? ନା ଶୁଣ, ସେ ଲୀଳାଟା ଆମେ କହିପାରିବାନି।
ଈଶ୍ୱର କାହିଁକି ଏ ଜିନିଷ ସୃଷ୍ଟି କରୁଛି ସେ କଥାଟା ଆମେ କହିପାରିବାନି, ଆମ ଚିନ୍ତାର ବାହାରେ। ସିଏ କାହିଁକି ଲୀଳା କରୁଛି, ସିଏ କାହିଁକି ମାଟି ଗୋଳି ପଥର କରିକିରି ବିଶ୍ୱ ବ୍ରହ୍ମାଣ୍ଡରେ ଖେଳୁଛି, ସେଇଟା କେବଳ ସିଏ ହିଁ ଜାଣେ, ଯିଏ କରୁଛି ସିଏ ଜାଣେ। ନାଇଁ ବାବା, ଆପଣ ଏତେ ରିସର୍ଚ୍ଚ କଲେ ନା, ଏତେ ପର୍ଯ୍ୟନ୍ତ ପହଞ୍ଚିଲେ, ଏଇଟା 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 କଣ ଅବ୍ୟକ୍ତ ତତ୍ତ୍ୱରୁ ଏଇଟା ବାବା କଣ ଆମେ ଜାଣିପାରିବାନି, ନା ଏଇଠି ଛାଡିଦବା ଆମେ? ନାଇଁ ସେ କଥା ନାହିଁ, ସେ ଜିନିଷଟା ତମେ ଏଠି କାହିଁ ପ୍ରୟୋଗ କରୁଛ? ଅବ୍ୟକ୍ତ ତତ୍ତ୍ୱ ତମେ ଜାଣିବା ପାଇଁ ହେଲେ ପୁରୁଷ ନିଜେ ଅବ୍ୟକ୍ତ, ପ୍ରକୃତି ହଉଛି ବ୍ୟକ୍ତ। ଆଜ୍ଞା। ବୁଝିଲ କି? ମୁଁ ପ୍ରକୃତରେ ମୁଁ ଯିଏ, ମୁଁ ନିଜେ ଅବ୍ୟକ୍ତ ନୁହେଁ କି ବାବା? ଆପଣଙ୍କର ଜଷ୍ଟ କିଛି ସମୟର ନା, ପ୍ରକୃତ କଥା ହେଲେ ମୁଁ ଅବ୍ୟକ୍ତ। ହଁ, ମୁଁ ଅବ୍ୟକ୍ତ, ମୁଁ ବ୍ୟକ୍ତ। ମୁଁ ପୁରୁଷ, ମୁଁ ଅବ୍ୟକ୍ତ ବ୍ୟକ୍ତ ନୁହେଁ, କିନ୍ତୁ ମୋ ପ୍ରକୃତିଟା ବ୍ୟକ୍ତ। ହଁ, ପ୍ରକୃତି ବ୍ୟକ୍ତ ହେଇଛି, ଅବ୍ୟକ୍ତ କାହିଁକି ବ୍ୟକ୍ତ ହେଲେ? ମୁଁ କାହିଁକି ଆପଣଙ୍କୁ ପଚାରୁଛି କି, କାରଣ ହଉଛି ଆପଣ ସେତିକି, ମୁଁ ଓଡ଼ିଶାରେ ଆପଣ ନିଶ୍ଚିତ ଦୟାନନ୍ଦ ପରମହଂସଙ୍କର ଶିଷ୍ୟ, ବହୁତ ବଡ। ନିଧି ଆଜ୍ଞା। ଦୟାନିଧି ପରମହଂସ। ଦୟାନିଧି ପରମହଂସ, ଆଜ୍ଞା, କ୍ଷମା କରିବେ। ଆପଣଙ୍କ କୋଶ୍ଚିନ୍ ଆନ୍ସର ବହୁ ଉଚ୍ଚ କୋଟିର, ଏବଂ ମୁଁ ସେଇଥିପାଇଁ ଆପଣଙ୍କୁ ପଚାରିଲି, ଆଉ ଅନ୍ୟ କାହାକୁ ପଚାରିନି ମୁଁ ଏ କୋଶ୍ଚିନ୍ ସୃଷ୍ଟିର କ୍ରିଏସନ କାହିଁକି। କାହିଁକି ନା ଆପଣ ଦିନେ ନିଶ୍ଚିତ ଏ କୋଶ୍ଚିନ୍ ପଚାରିଛନ୍ତି 50 ବର୍ଷ ପୂର୍ବରୁ, ପଚାରି 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 ନିଜ ଭିତରେ ସେ ଗୁରୁ ଯିଏ ବସିଛନ୍ତି ହୃଦୟାସନରେ, ସେ ସବୁ ଆପଣଙ୍କ ପାଇଁ ଖୋଲିଛନ୍ତି, ଆଜି ଏଇ ପର୍ଯ୍ୟନ୍ତ ଆପଣ ଆସିଛନ୍ତି ବାବା। କିନ୍ତୁ ମୋର ଆଜି ସଦ୍ଗୁରୁଙ୍କ କୃପାରୁ ସେମିତି ପାଖୁଡା ଖୋଲି ଖୋଲିକି ଏଇଠି ପହଞ୍ଚିଛି ଯେ କ୍ରିଏସନ କାହିଁକି କଲା, କ୍ରିଏସନର ଆବଶ୍ୟକତା କଣ ପାଇଁ ହେଲା, ଏବଂ ଯଦି କ୍ରିଏସନ କଲା, ଏଠି ସୃଷ୍ଟି ଲୀଳାରେ ସତ୍ୱ ରଜ ତମ 3 ଜଣ ଯାକ କ୍ରିଏସନର ଗୋଟେ ଇଣ୍ଟିଗ୍ରାଲ ପାର୍ଟ, ପ୍ରକୃତିର ପାର୍ଟିସନ କିଏ ଆସି କାହାକୁ ମର୍ଡର କରିଦଉଛି। ଗୀତାର ମୁଁ ବୁଝେଇ ଦଉଛି ଶୁଣ। ଶୁକ୍ଳ କୃଷ୍ଣ ଗତି ହେତେ ଜଗତ ଶାଶ୍ୱତେ ମତେ ଏକ ୟା ଜାତ୍ୟନା ବୃତ୍ତି ମନ ୟା ବର୍ତ୍ତତେ ପୁନଃ। ଦିଟା ଗତି ଆମ ଜଗତରେ ଅଛି, ବିଶ୍ୱ ବ୍ରହ୍ମାଣ୍ଡରେ ଆବାହମାନ କାଳରୁ ଚାଲିଛି ଏବଂ ଚାଲୁଥିବ, ତାର କିଛି ସୀମା ନାହିଁ। କେମିତି ନା, ଗୋଟେ ହଉଛି ଶୁକ୍ଳ ଗତି, ଗୋଟେ ହଉଛି କୃଷ୍ଣ ଗତି। ଗୋଟାକରେ ବିବୃତ୍ତି ମାର୍ଗକୁ ଯାଆନ୍ତି, ଗୋଟାକରେ ପୁଣି ଜଗତ ମାର୍ଗକୁ ସେ ଆସନ୍ତି। ଆମର ଭାଗବତରେ ବ୍ରହ୍ମା ଲେଖିଛନ୍ତି, ବ୍ରହ୍ମାଙ୍କର ଯେତେବେଳେ ରାତ୍ରି ଆସେ ସେତେବେଳେ ଏଗୁଡାକ ସବୁ ବିଲୟ ହେଇଯାଏ, ଯେତେବେଳେ ଦିନ ଆସେ ପୁନଃ ଜଗତ ସୃଷ୍ଟି ହୁଏ। ଏଇ ଯୋଉ ଦିଶ 12 ଭୂତ ଜନ୍ମ, ସହସ୍ର ଯୁଗରେ ଦିବସ ଶେଷେ ବ୍ରହ୍ମାଙ୍କ ରାତ୍ରି, ଯେଜନ ଜାଣନ୍ତି ସେ ଦିବା ନିଶି ବେତା ଅସନ୍ତି। ଅବ୍ୟକ୍ତରୁ ବ୍ୟକ୍ତ ଉତ୍ପତ୍ତି, ଦିବା ଗମ ସମୟେ ସେହି ଅବ୍ୟକ୍ତରେ ପ୍ରଳୟ, ପୁନଃ ନିଶା ଉଦୟ। 12 ଭୂତ ସକଳ ଜାତ ଦିବା ଗମନେ, କର୍ମ ବସେ ପୁନଃ ପ୍ରଳୟ ପାର୍ଥ ରଜନୀ ଲଗ୍ନେ। ମାତ୍ର ସେ ଅବ୍ୟକ୍ତ ଶ୍ରେଷ୍ଠ ଯେ ନିତ୍ୟ ଅବ୍ୟକ୍ତ ଭାବ, ସର୍ବଭୂତ ନାଶେ ନ ହୁଏ ସେହି ନାଶ ପାଣ୍ଡବ। ତେଣୁ ବ୍ରହ୍ମାଙ୍କର ଯେତେବେଳେ ରାତି ଆସୁଛି ସେ ସବୁ ଗୁଡାକ ସବୁ କଣ କରୁଛନ୍ତି ନା ବିଲୟ ହେଇଯାଉଛି। ଆଉ ପୁନଃ ଯେତେବେଳେ ତାଙ୍କର ଦିବସ ଆସୁଛି ସେତେବେଳେ ସେ ଜନ୍ମ, ଯେମିତି 12 ଚାଲିଛି ଆବାହମାନ, କେବେଠାରୁ କୋଉ ଦିନଠାରୁ ଚାଲିଛି ତାହା କହିବା କୌଣସି ମୁନି ଋଷି ସାଧୁ ସନ୍ନ୍ୟାସୀ କବି ପଣ୍ଡିତ ତତ୍ତ୍ୱଦର୍ଶୀ କିମ୍ବା ବୈଜ୍ଞାନିକ କହିପାରିବେ ନାହିଁ। କିନ୍ତୁ ଇଏ ଚାଲିଛି। ଥରେ ବିଶ୍ୱ ବ୍ରହ୍ମାଣ୍ଡ ବିଲୟ ହେଇଗଲା ପରେ ପୁନଃ ସୃଷ୍ଟି ହଉଛି, ପୁଣି ସୃଷ୍ଟିର ସୀମା ଅତିକ୍ରମ କଲା ପରେ ପୁଣି ସେଠୁ ବିଲୟ ହଉଛି। ନାଇଁ, ସେଟା ଖଣ୍ଡେ ଜାଗାରେ ହଉଛି ବାବା। ତ୍ରିପାଦ ଅବ୍ୟକ୍ତ, ଗୋଟେ ପାଦ ବ୍ୟକ୍ତ, ସେ ବ୍ୟକ୍ତ ପାଦରେ ଚାଲିଛି ସୃଷ୍ଟି ସ୍ଥିତି ଲୟ। ତମର ଧାରଣା ନାହିଁ, ଶୁଣ, ତମର ବିଶ୍ୱ ଉପରେ ତମର ଧାରଣା ନାହିଁ ବୋଲି ତମେ କଥା କହୁଛ। ଖଣ୍ଡେ ପାଦରେ କଣ? ତମେ ଗୋଟେ କଥା ଶୁଣ, ତମେ ବିଶ୍ୱ ବ୍ରହ୍ମାଣ୍ଡ କେମିତି ସୃଷ୍ଟି ହେଲା ତମେ କହିପାରିବ ମତେ? ନାଇଁ, ବିଶ୍ୱ ବ୍ରହ୍ମାଣ୍ଡ କେମିତି ସୃଷ୍ଟି ହେଲା ଓଭରାଲି ମୁଁ ଆପଣଙ୍କୁ ପୂର୍ଣ୍ଣ ତତ୍ତ୍ୱତଃ ନ କହିପାରିଲେ ମୁଁ ଜାଣିଛି। କହୁନା। ମୁଁ ଯେତିକି ଜାଣିଛି ସେ ଅନୁସାରେ ଆପଣଙ୍କୁ କହିବି। ବିଶ୍ୱ କେମିତି ସୃଷ୍ଟି ହେଲା? ପ୍ରଥମେ ପରମ ବ୍ରହ୍ମ ଜଣେ ହିଁ ଥିଲେ, ଏକ ବ୍ରହ୍ମମ୍ ଦ୍ୱିତୀୟମ୍ ନାସ୍ତି। ତାଙ୍କର ଇଚ୍ଛା ହେଲା ଏକୋହମ୍ ବହୁଶ୍ୟାମି ପ୍ରଜାୟତେ। ସେଥିରୁ ଇଚ୍ଛା ଶକ୍ତି ଯୋଉ ଆପଣ କହିଲେ, ସେ ମା ରୂପରେ ପ୍ରକୃତି ରୂପରେ ସୃଷ୍ଟି ହେଲେ। ସେଥିରୁ ପ୍ରକୃତିରୁ ସେଠୁ ତାପରେ କଣ ହେଲା ନା, ଆପଣ ଯୋଉ କହିଲେ ଜଡ ଶକ୍ତି ଚେତନ ଶକ୍ତି ଲୋହିତ ଯୋଉ ଇଏ କହୁଥିଲେ, ମାନେ ପୁରୁଷ ପ୍ରକୃତି ଉଭୟ ସୃଷ୍ଟି ହେଲେ। ପୁରୁଷ ପ୍ରକୃତି ଉଭୟ ସୃଷ୍ଟି ହବା ପରେ
ତାପରେ ମହତ୍ତତ୍ଵ ଏସବୁ ହେଇକି କ୍ରିଏସନ ହେଇ 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 ଶୁଣ ଆଜି ଶୁଣ ଆସିଲେ ତା ଭିତରେ। ଶୁଣ ଇଏ ସବୁ ବହି ପାଠ ଆଜ୍ଞା ନିଜର ଅନୁଭୂତି ତମେ ଦେଖ ବୁଝିପାରିଲ କି ଯେ ଆଜ୍ଞା ପ୍ରଥମେ ଯୋଉ ବିଶ୍ଵ ବ୍ରହ୍ମାଣ୍ଡ ପ୍ରଳୟ ହେଲା ଆଜ୍ଞା ପ୍ରଳୟ ହେଲା ପରେ ଲାଷ୍ଟରେ ରହିଲା କିଏ ସେ? ପ୍ରଳୟ ହେଲା ପରେ ରହିଲେ କେବଳ ନାରାୟଣ ହିଁ ରହିଲେ। ଏଇ ଏଣେ ବ୍ରହ୍ମ କହୁଛ ସେଣେ ନାରାୟଣ କହୁଛ କାଇଁ କୋଉଟା ଠିକ କରି କୁହ? ବ୍ରହ୍ମ ଏମିତି କି? ଶୁଣ ନାରାୟଣ ନାରାୟଣ ଅଲଗା ବ୍ରହ୍ମ ଅଲଗା। ନାଇଁ ନାରାୟଣ ବ୍ରହ୍ମଙ୍କର ସେ ଗୋଟେ ରୂପ ନା ନାଇଁ। ନାଇଁ ସେଇ ରୂପ ଯେ ଶୁଣ ହଁ ରୂପ ଯେ କିନ୍ତୁ ସେଟା ବିଶ୍ଵ ଶେଷ ନିର୍ଯାସରେ କେବଳ ନାରାୟଣ ରହନ୍ତି ନାହିଁ। ଆଚ୍ଛା ନାରାୟଣ ଶବ୍ଦ ତମେ କହିଲେ ମୁଁ ଅଲଗା ବୁଝୁଛି। ନାରରେ ଯିଏ ଅୟନ କରେ ହଁ 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 ଜଳରେ ଯିଏ ଶୟନ କରେ ହଁ 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 ଆଜ୍ଞା ଜଳେ ସ୍ଥଳେ ବିରାଟ ପୁରୁଷ କରନ୍ତି ସେ ତ ମହତତ୍ଵରେ ଆଜ୍ଞା ମହତତ୍ଵ ବା ବିନାଶ ହେଇଯାଏ ଯେତେବେଳେ ବିଶ୍ଵ ବ୍ରହ୍ମାଣ୍ଡ ସୃଷ୍ଟି ହୁଏ। ଆଜ୍ଞା ମତ ବିନାଶ ବିଷୟ ବା ଆଜ୍ଞା ବିଶ୍ଵ ପ୍ରଳୟ ଟା କେମିତି ହୁଏ? ଯେତେବେଳେ ଆଜ୍ଞା ବିନାଶ ସବୁ ପ୍ରଳୟ ହେଇସାରିଲା ଲାଷ୍ଟ ଶେଷ ନିର୍ଯାସ କଣ ରହେ? ହଁ, ଶେଷ ନିର୍ଦ୍ଦେଶଟା କଣ ରହେ ବାବା? ହୁଁ। ଚେତନ ହିଁ ରହେ। ଆଁ ଚେତନ ହିଁ ରହେ। ଚେତନ କଣ କି ଜିନିଷ ସେଟା? ଚେତନ ଚେତନଟା କଣ କହିବି ଶୁଣ ହଁ ସେ ହଁ କଥା ନୁହେଁ। ବିଶ୍ଵ ଯେତେବେଳେ ବିଲୟ ହେଇଯାଏ ଆଜ୍ଞା ବିଶ୍ଵ ଯେତେବେଳେ ପୁରା ପ୍ରଳୟ ହେଇଯାଏ ସେତେବେଳେ ଆଜ୍ଞା ତମେ ଯୋଉ ବ୍ରହ୍ମ ଫ୍ରମ କଥା କହୁଛ ଆଜ୍ଞା ତମେ ମୋଟେ ବୁଝିପାରିବନି। ବ୍ରହ୍ମ ଆଚ୍ଛା କଣ? ବ୍ରହ୍ମ କାହା କୁହନ୍ତି? ବ୍ରହ୍ମର ଅର୍ଥ ଆମର ଯୋଉ ସାଧୁ ସନ୍ନ୍ୟାସୀ ମାନେ କେତେ ପ୍ରକାର ବାଟରେ କରିଛନ୍ତି। ଆଜ୍ଞା ଆମ ଶିଶି ଦୟାନନ୍ଦ ପରମଦେବ ଗୋଟେ କଥା କହିଲେ ଶୁଣ ଆଜ୍ଞା ଶୁକ୍ରାନ୍ତି ବ୍ରହ୍ମ ଗୋଟେ ବାବୁ ସେଥିର ହୋଇଲେ ଜାଣିବୁ ବିମଳ ଜ୍ୟୋତି ଉଠେ ଫୁଟି ଅଜ୍ଞାନ ହରେ ଜ୍ଞାନ ଦିଶି। ଶୁକ୍ର ଯଦି ବ୍ରହ୍ମ ହେଲା ସେଇ ବ୍ରହ୍ମ ବିଶ୍ଵ ବ୍ରହ୍ମାଣ୍ଡରେ କେମିତି ରହିଲେ? ହୁଁ ହୁଁ ତା ଚିନ୍ତାଧାରା କଣ? ଆମ ଗୁରୁ କହିଲେ ଶୁକ୍ର ହଉଛନ୍ତି ବ୍ରହ୍ମ। ଆଉ ଆଜ୍ଞା ଶୁକ୍ର ଯଦି ବ୍ରହ୍ମ ହେଲା ପୁଣି ବେଦାନ୍ତ ଦର୍ଶନ କହୁଛି ଆଜ୍ଞା ବେଦାନ୍ତ ଦର୍ଶନ କହୁଛି ବ୍ରହ୍ମ ହଉଛି ବିଶ୍ଵ ବ୍ରହ୍ମାଣ୍ଡ ଯେତେବେଳେ ପ୍ରଳୟ ହେଇଯାଏ ଲାଷ୍ଟରେ ବ୍ରହ୍ମ ଏକା ରହେ। ଅବଶେଷ ରହନ୍ତି ଆଜ୍ଞା। ଅବଶେଷରେ ବ୍ରହ୍ମରେ ତ ସେ ବ୍ରହ୍ମଟା କଣ? ସେ ବ୍ରହ୍ମଟା ଇଏ ଭିତରେ ସଚିତ ଆନନ୍ଦ ତାକୁ ତ ଡିଫାଇନ କରାଯାଇ ପାରିବନି। ତାକୁ ଜ୍ଞାନୀ କହିଲେ ସତ୍ ଚିତ୍ ଆନନ୍ଦ। ନାଇଁ ନାଇଁ ସେଗୁଡାକ ସବୁ ଶୁଣ ସେଗୁଡାକ ସବୁ ଯିଏ ବୁଝି ନ ପାରିବ ଏଇ ସବୁ କଥା କହିବ। କିନ୍ତୁ ଆଚ୍ଛା ମୋର କହିବା କଥା ହଉଛି ବ୍ରହ୍ମଟା କି ଜିନିଷ? ତମେ ବିଜ୍ଞାନକୁ ଆସ ହୁଁ ବିଜ୍ଞାନକୁ ଧରିକିରି ସେଠିକି ଯିବ ନ କଲେ ବୁଝିପାରିବନି। ଆଜ୍ଞା କଣ କହୁନାହାନ୍ତି ବୁଝିଲ? ଆମର ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ ଯେତେବେଳେ 1905 ମସିହାରେ ଆସିଲେ ସେ ଆଜ୍ଞା ଡିକ୍ଲାର କଲେ ଯେ ଦିଟା ଜିନିଷ ମହାବିଶ୍ୱର ସର୍ବଶେଷରେ ରହେ। କଣ? ଗୋଟେ ଟାଇମ ଗୋଟେ ସ୍ପେସ। ସେ ତା ଉର୍ଦ୍ଧ୍ୱରେ ଆଜ୍ଞା ଆଜ୍ଞା ସମସ୍ତଙ୍କ ଉର୍ଦ୍ଧ୍ୱରେ ଗୋଟେ ଟାଇମ ରହେ ଗୋଟେ ସ୍ପେସ ରହେ ଆଉ ଆଜ୍ଞା କିଛି ରହେ ନା। କିନ୍ତୁ ଆଜ୍ଞା ଟାଇମ ସ୍ପେସ ଯଦି ରହେ ବିଶ୍ୱର ସର୍ବଶେଷ ତାହେଲେ ବ୍ରହ୍ମ ଗୋଟେ ଆସିଲା କୋଉଠୁ? ନାଇଁ ନାଇଁ ତାଙ୍କର ସିଦ୍ଧାନ୍ତ ଟା ପୂର୍ଣ୍ଣ ସିଦ୍ଧାନ୍ତ ଶେଷ ସିଦ୍ଧାନ୍ତ ନା ନୁହେଁ ନା। ମୁଁ ବା ସେଇଟା କହୁଛି ତମେ ଧୈର୍ଯ୍ୟ ଧର। ଆଜ୍ଞା ଯେତେବେଳେ ସେ ଆଜ୍ଞା ଟାଇମ ସ୍ପେସ କଲେ ତାହେଲେ ଆଉ ଆସିଲା କୋଉଠି ଆଉ ବ୍ରହ୍ମ ଗୋଟେ ଜିନିଷ ଆସିଲା କୋଉଠି ତାଙ୍କ ମତଟାକୁ ମୁଁ କହୁଛି। ଆଜ୍ଞା ତେଣୁ ଆଜ୍ଞା ବର୍ତ୍ତମାନ ମୋର କହିବା କଥା ହଉଛି ଯେ ଆଇନଷ୍ଟାଇନ ଯେତେବେଳେ କହିଲେ ବିଶ୍ୱ ବ୍ରହ୍ମାଣ୍ଡରେ ଟାଇମ ଆଣ୍ଡ ସ୍ପେସ ଦିଟା ଜିନିଷ ରହେ ବୁଝିଲେ ଆଜ୍ଞା ଆଜ୍ଞା ବିଶ୍ୱଗୁରୁ ବାବା ସେଇ ଥିଓଟାକୁ କାଟିଛନ୍ତି। ବୁଝିଲ ଆଚ୍ଛା ଆଚ୍ଛା କଣ ଟାଇମ ସ୍ପେସ ହୁଏ ତାଙ୍କରି ହୁଁ, ହାତକୁ ତାଙ୍କରି ଗାଲରେ ବସେଇଦବା। କଣ ସିଏ କହୁଛନ୍ତି ଟାଇମ ଇଜ ନଟ୍ ଆବସୋଲ୍ୟୁଟ ଆଜ୍ଞା ଟାଇମ ଇଜ ରିଲେଟିଭ। ଆଜ୍ଞା ଆଚ୍ଛା ଟାଇମ ଇଜ ରିଲେଟିଭ ଅର୍ଥ କଣ? ଯେ ସମୟ କେବଳ ସାପେକ୍ଷିକ କେବେ ନିରପେକ୍ଷ ନୁହେଁ। ସମୟ କେବେ ସ୍ଵାଧୀନ ହେଇପାରିବନି। ସମୟ ପରାଧୀନ। ମୁଁ 5 ମିନିଟ ହେଲା ବସିଲି ତେଣୁ ଆଜ୍ଞା ଏଇ 5 ମିନିଟ ସମୟଟା ମୋ ବସିବା କାର୍ଯ୍ୟ ଉପରେ ନିର୍ଭର କରେ ନା ନାହିଁ? ଆଜ୍ଞା ତାହେଲେ ତେଣୁ ଏଇ ଯୋଉ ଟାଇମ ଟା ନିରପେକ୍ଷ କେମିତି ହେଲା ନା ହଁ ସାପେକ୍ଷ କେମିତି ହେଲା ନା ମୋ ବସିବା ଉପରେ ସମୟ ଟା ନିର୍ଭର କରେ। ହେଲା ଆଜ୍ଞା ତ ସମୟ କେବେ ସ୍ଵାଧୀନ ଭାବରେ ସମୟକୁ ଆମେ ପ୍ରକାଶ କରିପାରିବା ନାହିଁ। ଆଜ୍ଞା ତେଣୁ ଯଦି କରିପାରିବେନି ସେଇ ଆଇନଷ୍ଟାଇନ କେମିତି କହିଲେ ବିଶ୍ୱ ବ୍ରହ୍ମାଣ୍ଡରେ କେବଳ ସମୟ ଏବଂ ଶୂନ୍ୟ ଦିଟା ରହେ। ସ୍ଵାଧୀନ ସମୟ ସ୍ଵାଧୀନ ଭାବରେ ରହେ ଶୂନ୍ୟରେ କେମିତି କହିଲେ? ତାହେଲେ ସମୟ ଯଦି ପରାଧୀନ ସେ କେମିତି ସ୍ପେସରେ ରହିଲେ? ନାଇଁ ଏଥିରୁ ଜଣା ପଡୁଛି ଯେ ସେଇ ସମୟ କାହାକୁ ଗୋଟେ ଅବଲମ୍ବନ କରିକିରି ରହେ। ଆଜ୍ଞା ବୁଝିପାରୁଛ କି ସମୟ ଗୋଟେ କାହାକୁ ଅବଲମ୍ବନ କରିକି ମହାଶୂନ୍ୟରେ ସେ ରହେ। ସେ ଆଜ୍ଞା ଜିନିଷଟା ନାଁ ହଉଛି ଫୋର୍ସ। ଆଜ୍ଞା ବଳକୁ ଅବଲମ୍ବନ କରିକିରି ସମୟ ପ୍ରକାଶ ପାଏ କୋଉଠି ନା ଶୂନ୍ୟରେ। ବିଶ୍ୱ ଆଜ୍ଞା ବ୍ରହ୍ମାଣ୍ଡରେ ଯେତେ ପଦାର୍ଥ ଅଛି ସବୁ ଗୁଡାକ ଭାଙ୍ଗିଗଲା ପରେ ସର୍ବଶେଷରେ ତାହା ଏକ ବଳରେ ପରିଣତ ହୁଏ। ଆଜ୍ଞା ସେଇ ବଳଟି କି ସେମାନେ ସେଇ ଯୋଉ ବଳଟି କି କୁହାଯାଏ ଚେତନ ବଳ ଚିତ୍ ବଳ। ଆଜ୍ଞା
ସେଇ ଚେତନ ବଳରେ ସେ ପରିଣତ ହୁଏ ଏବଂ ସେଇ ଚେତନ ବଳକୁ ଅବଲମ୍ବନ କରିକିରି କଣ ନା ସମୟ ପ୍ରକାଶ ପାଏ।